ଜୟ ଜନ ସାଙ୍ଗମାନେ, ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ। ମୁଁ ମଧ୍ୟ ଭଲରେ ଅଛି। ଆଜିର ଦିନଟି ବର୍ତ୍ତମାନ ଆରମ୍ଭ ହେଇଗଲା, ତା ସହିତ ମୋ ଡ୍ୟୁଟି ମଧ୍ୟ ଷ୍ଟାର୍ଟ ହେଇଗଲା। ଆଜିର ଭଡ଼ା ଆସିଥିଲା ଆମର ପୁରୀ ଯିବା ପାଇଁ। ସକାଳୁ ସକାଳୁ ମୁଁ ଲେଟ୍ ନ କରି ବାହାରି ପଡ଼ିଥିଲି ପୁରୀ। ତାଙ୍କୁ ବର୍ତ୍ତମାନ ପିକଅପ୍ କରିବା ତାଙ୍କ ଗାଁରୁ ଯାଇକି। ମୁଁ ଆମ ଗାଁରୁ ବର୍ତ୍ତମାନ ବାହାରି ପଡ଼ିଛି। ତାଙ୍କ ଗାଁଠି ପହଞ୍ଚିଲେ ମିନିମମ୍ 5-10 ମିନିଟ୍ ଲାଗିବ। ଯିବା ବାଟରେ ପେଟ୍ରୋଲ ଟ୍ୟାଙ୍କରେ ଟିକେ ଗାଡ଼ିରେ ତେଲ ପକେଇଦବା, କାରଣ କାଲି ରାତିରେ ଆସିଥିଲି ତେଲ ପକେଇ ନଥିଲି। ଏବେ ତେଲ ଟିକେ ପକେଇଦବା, ତା ସହିତ ବାଟରେ ଗଲାବେଳେ ପାଣି ଟିକେ ଦରକାର। ପାଣି ଟିକେ ଲୋଡ୍ କରିଦେଇକି ଗାଡ଼ିରେ ରଖିଦବା। ଗାଡ଼ିରେ ତେଲ ପକେଇବା ସରିଲା, କଷ୍ଟମରଙ୍କ ଗାଁରେ ଆସିକି ପହଞ୍ଚିଗଲି। ସିଏ ମୋତେ ବ୍ୟସ୍ତ କରୁଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସିଏ ଆସିନାହାନ୍ତି। ମୁଁ ଅପେକ୍ଷା କରିଛି, ସିଏ ବର୍ତ୍ତମାନ ଆସିଲା ପରେ ଆମେ ବାହାରିଲୁ। ବାଟରେ ଆଉ କିଛି ଭିଡ଼ିଓ କରିନଥିଲୁ। ଫାଇନାଲି ଏବେ ଆସିକି ପହଞ୍ଚିଗଲୁ ପୁରୀ ବାଟ ମଙ୍ଗଳା ପାଖରେ। ମାଙ୍କୁ ତ ଏଇଠୁ ମୁଁ ଦର୍ଶନ କରିଦେଲି, କାରଣ ମୁଁ ସକାଳୁ ସକାଳୁ ଗାଧେଇ ନଥିଲି। ଆଉ ମନ୍ଦିର ଭିତରୁ ଯାଇପାରିଲିନି। ଏଇଠୁ ମାଙ୍କୁ ମୁଣ୍ଡିଆ ମାରିଦଉଛି। ଚାଲନ୍ତୁ ଏବେ ଆମର ଯିବା। ମାଙ୍କର ଦର୍ଶନ ପରେ ଆସିକି ପହଞ୍ଚି ଯାଇଥିଲୁ ବଡ଼ଦାଣ୍ଡରେ। ବଡ଼ଦାଣ୍ଡରେ ପହଞ୍ଚୁ ପହଞ୍ଚୁ ତ ଜଗନ୍ନାଥ ମନ୍ଦିର ଦେଖାଗଲାଣି। ଟିକେ ଶାନ୍ତି ମିଳିଲା। ଯାହା ହଉ ମନ୍ଦିର ମୁଁ ଯାଇପାରିବିନି ସିନା, ଜଗନ୍ନାଥ ମନ୍ଦିରକୁ ମୁଁ ଦର୍ଶନ କରିଦେଲି। ହଉ ଚାଲନ୍ତୁ ଏବେ ଆମର ଗାଧୁଆଧି ପାଇଁ ଭାଉଜଙ୍କ ଘରେ ଆସିକି ପହଞ୍ଚି ଯାଇଥିଲି। ତାଙ୍କ ଘରଟା ସେଇ ମନ୍ଦିର ପାଖରେ। ମୁଁ କଷ୍ଟମର ତାଙ୍କ ଜାଗାରେ ଛାଡ଼ି ଦେଇକି ମୁଁ ଆସି ଯାଇଥିଲି ଟିକେ ଫ୍ରେଶ୍ ହେବା ପାଇଁ। କାରଣ ସକାଳୁ ତ ଗାଧେଇକି ଆସିନଥିଲି, ଆପଣମାନେ ଦେଖିଲେ। ଗାଧୁଆଧି କରିସାରିଲା ପରେ ସମୟ ଆସିକି ହେଇଗଲାଣି 1। ଭାଉଜ ମଧ୍ୟ ଖାଇବା ପାଇଁ ବାଢ଼ି ଦେଲେଣି। ପୁଅ ଆଉ ମୁଁ ଏବେ ମିଶିକି ଯାଉଛୁ ଖାଇବୁ। ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ପପୁ ଦାଦା ଘରକୁ ଆସିଛନ୍ତି। ପପୁ ଦାଦା ଆମ ଘରକୁ ଆଇଛନ୍ତି। ଆମେ ସାଙ୍ଗ ହେଇକି ଯାଉଛୁ ଖାଇବା ପାଇଁ। କହୁନୁ ସାଙ୍ଗ ହେଇକି ଆମେ ଏବେ ଖାଇବାକୁ ଯାଉଛୁ। ଚାଲ, ଆଜି ଭାତ, ତାପରେ ଏପଟେ ଡାଲି, ଏପଟେ କୋବି ତରକାରୀ, କାକୁଡ଼ି ଆଉ ଲେମ୍ବୁ। ଏବେ ଖାଇବା ଷ୍ଟାର୍ଟ କରିବା ଚାଲ। ଖାଇବା ସରିଲା ପରେ କିଛି ସମୟ ଭାଉଜଙ୍କ ଘରେ ଟିକେ ରେଷ୍ଟ କରିଦେଇଥିଲି। ତାପରେ କଷ୍ଟମର ଫୋନ କରିଥିଲେ, ତାଙ୍କ ଘରୁ ପଳେଇ ଆସିଲି ରିଟର୍ନ କଷ୍ଟମରକୁ ଧରିକି ସମୁଦ୍ର କୂଳରେ ପହଞ୍ଚିଲା ପରେ କଷ୍ଟମରକୁ ଓହ୍ଲେଇ ଦେଇଥିଲି। ମୁଁ ଯାଇଥିଲି ଗାଡ଼ିଟାକୁ ପାର୍କିଂ କରିବା ପାଇଁ। ପାର୍କିଂ କରିସାରିଲା ପରେ ଭାବିଲି ସନ୍ଧ୍ୟା ସମୟରେ ଟିକେ ସମୁଦ୍ର କୂଳରେ ବୁଲିକି ଆସିଲା ପରେ ମାଇଣ୍ଡଟା ଟିକେ ଫ୍ରେଶ୍ ଲାଗିବ। କ'ଣ କରିବା, ଏକୁଟିଆ ବୁଲିବାକୁ ତ ଇଚ୍ଛା ହଉନି। ସେଠୁ ପଳେଇ ଆସିଥିଲି ଆମର ରୋଡ଼ ସାଇଡ଼ରେ ଗୋଟେ ଜାଗାରେ ବସିକି ଭାବିଥିଲି, ଆମେ ଯଦି ଆମ ସାଙ୍ଗମାନେ ଏଇ ଜାଗାରେ ଏବେ ଥାଆନ୍ତୁ କେମିତି କ'ଣ କରିଥାନ୍ତୁ। ମାନେ ବିଶ୍ୱାସ କରିପାରିନି, ଆମେ ଏମିତି ଉତ୍ପାଦ ହେଇଥାନ୍ତୁ। ଆପଣମାନେ କେବେ ବି ଭାବିନଥିବେ କି ଆମେ ଏଇଭଳି ଉତ୍ପାଦ କରୁଛୁ ବୋଲିକା। ଯାହା ହଉ ସେମାନେ ତ ଆସିନାହାନ୍ତି, ଆମେ ତ ଡ୍ୟୁଟିରେ ଆସିଛେ, ଡ୍ୟୁଟି ବର୍ତ୍ତମାନ କରିବା। ଚାଲନ୍ତୁ ଏବେ ରିଟର୍ନ ଆସିଲା ବେଳେ ପହଞ୍ଚି ଯାଇଥିଲି ଚନ୍ଦନପୁରରେ। ଚନ୍ଦନପୁରରେ ଜଳଖିଆ ଟିକେ ଖାଇ ଦେଇଥିଲି, ଚୁଡ଼ା କଦମ ସହିତ ଆମର ଡାଲମା। ସେଇ ଖାଇବା ମୋତେ ଟିକେ ଭଲ ଲାଗେ। ସେଠୁ ପଳେଇ ଆସିଥିଲି ଡାଇରେକ୍ଟ ଗାଁକୁ ଆସିଲା ପରେ ଦେଖିଲି ସାଙ୍ଗ ପିଲାମାନେ ଏପଟେ ଭୋଜି କରୁଛନ୍ତି। ମୁଁ ମଧ୍ୟ ମୋ ପାଇଁ ଖାଇବା ପାର୍ସଲ ଧରି ପଳେଇ ଆସିଲି। ଆମେ ମିଶିକି ସମସ୍ତେ ଗୋଟେ ଜାଗାରେ ଖାଇ ଦେଇଥିଲୁ। ରହିଲି। ଜୟ ଜଗନ୍ନାଥ।